ମୁଁ ଯାଉଥିଲି ପୁଲ ପାଖକୁ ଭିଡ଼ିଓ ବନେଇବା ପାଇଁ ଆଉ ପୁଅ ସତୁ ଦୁଇ ଜଣ ଡାକିଲେ କହିଲେ ଚାଚୁ ଚାଚୁ ଦେଖିବ ଚାଲି ଆସ କ'ଣ ହେଇଛି। ଆଉ ମୁଁ ଗଲି ତାଙ୍କ କତିକି ଆଉ ଯାଇକି ଦେଖିଲି ଯେ କ'ଣ ଦେଖିଲି ଯେ ଗୋଟେ ଗୁଧିକା ଛୁଆ ପାଇପ୍ ଭିତରେ ଗଳି ଯାଇଛି ଆଉ ବାହାରି ପାରୁନି, ବହୁତ କଷ୍ଟ ପାଉଛି। ତାପରେ ଛିଡ଼ା ହେଇକି ଭାବିଲି ଏମିତି କ'ଣ କଲେ ସେ ଗୁଧିକା ଛୁଆଟା ଗାତ ଭିତରୁ ବାହାରି ଆସିବ। ଫାଷ୍ଟ ତ ଦିଟା କାଠି ଆଣିକି ବହୁତ ଚେଷ୍ଟା କଲି ତାଙ୍କୁ ଖୋଲିବା ପାଇଁ। ମୁଁ ଭାବିଲି କାଠି ଦିଟାରେ ତା ନାଞ୍ଜ ଦୁଇଟାକୁ ଧରିକି ତାକୁ ଖୋଲିଦେବି, କିନ୍ତୁ ନା ସେମିତି କିଛି ବି ହେଇପାରିଲାନି। ତାପରେ ସତୁ କହିଲା ରୁହ ଚାଚୁ ମୁଁ କିଛି ନେଇକି ଆସୁଛି। ତ ସେଗୁଡ଼ାକ ସିଧା କାଠି ଥିଲା ତ ସେଥିରେ ବାହାରୁଥିଲାନି। ସତୁ ମତେ ଗୋଟେ ଆଣିକି ବାଙ୍କୁଲା କାଠି ଦେଲା ଆଉ ଧୀରେ ଧୀରେ କରିକି ମୁଁ ତାକୁ ଖୋଲିଲି। ତାପରେ ବି ସେ ବାହାରୁଥିଲାନି। ତାପରେ ମୁଁ ନିଜ ହାତ ପୁରେଇଲି ଭିତରକୁ, ପୁରେଇ ସାରିଲା ପରେ ଧୀରେ ଧୀରେ କରିକି ଖୋଲିଦେଲି। ଆଉ ଖୋଲି ସାରିଲା ପରେ ଏତେ ଜୋର ସେ ଦୌଡ଼ିକି ଗଲା ଯେ ଆପଣମାନେ ବିଶ୍ୱାସ କରିବି ପାରିବେନି। ତାପରେ ଦେଖିଲା ବେଳକୁ ଆଉ ଗୋଟେ କଙ୍କଡ଼ା ଛୁଆଟେ ତା ଭିତରେ ଥିଲା। ଆଉ ମୁଁ ଧୀରେ ହାତ ପୁରେଇଲି, ଡର ବି ଲାଗୁଥିଲା ଆଉ କୁଆଡ଼େ ସାପ ମାପ ଥିବେ କି ତା ଭିତରେ। ତ ଫାଇନାଲି ବହୁତ ଚେଷ୍ଟା ପରେ ମୁଁ କଙ୍କଡ଼ାଟାକୁ ଖୋଲିଦେଲି ଗାତ ଭିତରୁ। ଆଉ ସତୁକୁ କହିଲି ଯା ୟାକୁ ନଈରେ ଛାଡ଼ି ଦେଇକି ଆସିବୁ। ମୋର ସବୁ କାମ ସରିଲା। ଆଉ ତାପରେ ଦେଖିଲା ବେଳକୁ ପୁଅ ତାର ଗଳିକି ଦେଖୁଛି ତା ଭିତରେ ଆଉ କିଛି ଅଛି କି। ତ ଫାଇନାଲି ମୁଁ ଏବେ ଗୁଧିକା ଛୁଆକୁ ଖୋଲିଦେଲି ଆଉ କଙ୍କଡ଼ା ଛୁଆକୁ ବି ଖୋଲିଦେଲି। ମୁଁ ବବୁଲୁ ରହିଲି, ଜୟ ଜଗନ୍ନାଥ।